ବର୍ତ୍ତମାନ ସ୍ଥିତିରେ ଯାଜପୁରରେ ବୈତରଣୀ ସିଷ୍ଟମ ଏବଂ ବ୍ରାହ୍ମଣୀ ସିଷ୍ଟମ ଦୁଇଟା ଜାଗାରେ ବନ୍ୟା ପରିସ୍ଥିତି ଅଛି ଏବଂ 8ଟା ବ୍ଲକ୍ସ ଏବେ ଯାଏ ଆଫେକ୍ଟ ହେଇଛି। ପାଖାପାଖି 100 ପଞ୍ଚାୟତ ଏବଂ 250ରୁ ଅଧିକ ଗାଁ ଗୁଡ଼ାକ ଆଫେକ୍ଟ ହେଇଛି। ସବୁ ଜାଗାରେ ବି ମଧ୍ୟ ଆମର ଇମିଡ଼ିଏଟ୍ ରେସ୍କ୍ୟୁ ତା ସହିତ ରିଲିଫ୍ ଅପରେସନ୍ସ ଜାରି ରହିଛି। ଯୋଉ ଜାଗାରେ ଘାଇ ହେଇଯାଇଛି ସେଇ ଜାଗାରେ ଆମର ମେନ୍ ଫୋକସ୍ ରହୁଛି ଯେମିତି ସେ ଏରିଆରେ ସମସ୍ତ ଲୋକ ସେଫ୍ ରହିବେ ଏବଂ ଡାଉନ୍ ଷ୍ଟ୍ରିମ୍ରେ ଯୋଉଠି ପାଣି ଫ୍ଲୋ ହେଉଛି ସେ ଏରିଆ ଗୁଡ଼ାକରେ ଲୋକମାନଙ୍କୁ ଇଭାକ୍ୟୁଏଟ୍ କରିବାଟା ତାଙ୍କୁ ସେଫ୍ ଜାଗାକୁ ରଖିବାଟା ତା ସହିତ ସବୁ ଜାଗାରେ ବି ମଧ୍ୟ ଆମର ଯୋଉ ଏଫେକ୍ଟେଡ୍ ପପୁଲେସନ୍ସ ରହୁଛନ୍ତି ସେ ସବୁ ଏରିଆସରେ ଏବଂ ଯୋଉ ମରୁଣ୍ଡ ଏରିଆସ୍ ରହୁଛି ସେ ସବୁ ଏରିଆସରେ ଆମର ରେସ୍କ୍ୟୁ ରିଲିଫ୍ ଅପରେସନ୍ସ କଣ୍ଟିନ୍ୟୁଅସଲି ଚାଲୁଛି। ଆମର ଦଶରଥପୁରରେ ଗ୍ରାଜୁଆଲି ପାଣି କମିଗଲାନି ବଟ୍ ଆମେ ଏକ୍ସପେକ୍ଟ କରୁଛୁ କାଲି ଆଉଥରେ ଆକ୍ୱାପାଡ଼ାରେ ଟିକେ ପାଣି ବଢ଼ିବ। ତା ସହିତ ବ୍ରାହ୍ମଣୀ ସିଷ୍ଟମରେ ବି ଗ୍ରାଜୁଆଲି ଜେନାପୁରରେ ଯେମିତି 67.2 ଥିଲା ମ୍ୟାକ୍ସିମମ୍ ଏବେ 65 ପାଖାପାଖି ପଡ଼େ ଆସିଲାନି। ତାପରେ ବି ମଧ୍ୟ ରେଙ୍ଗାଲିରେ ଯେହେତୁ ଆଉ ଗୋଟେ ଗେଟ୍ ଓପନ୍ କରିସାରିଛନ୍ତି ତାର ବି ଇଫେକ୍ଟ ପଡ଼ିକି ବ୍ରାହ୍ମଣୀରେ ଆଉ ଟିକେ ପାଣି ବଢ଼ିବ। ସେ ପାଇଁ ବି ଆମେ ପ୍ରିପେୟାର୍ଡ ଅଛୁ। ଆମେ ସବୁ ବ୍ଲକ ଫଙ୍କସନରିଜ ସବୁ ପଞ୍ଚାୟତର ନୋଡାଲ ଅଫିସର୍ସରୁ ଆରମ୍ଭ କରିକି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସତର୍କ ଅଛନ୍ତି ଏବଂ ଆମେ ଆଶା କରୁଛୁ ଆଗାମୀ ଦିନରେ ଭଲ କରି ଆମେ ରେସ୍କ୍ୟୁ ରିଲିଫ୍ ସହିତ ଯେମିତି ପାଣି ଟିକେ କମ୍ ହେଇଯିବ ତାପରେ ଆମର ଆସେସମେଣ୍ଟ ଡ୍ୟାମେଜ୍ ଆସେସମେଣ୍ଟ ମଧ୍ୟ ଷ୍ଟାର୍ଟ ହେଇଯିବ ଏବଂ ଆମେ ସକ୍ସେସଫୁଲି ଏ ଫ୍ଲଡ୍ ସିଚୁଏସନକୁ ହ୍ୟାଣ୍ଡେଲ୍ କରିପାରିବା। ଡେଫିନେଟଲି ଆମର ପାଣି ଯେମିତି କମ୍ ହେଇଯିବ ତାପରେ ସବୁଠୁ ଅଧିକ ପ୍ରାୟୋରିଟି ରହିବ ରେଷ୍ଟୋରେସନ୍ ଏବଂ ତା ସହିତ ଡ୍ୟାମେଜ୍ ଆସେସମେଣ୍ଟ ଯୋଉ ଇମିଡ଼ିଏଟ୍ ଏମର୍ଜେନ୍ସି ରେଷ୍ଟୋରେସନ୍ ଅଛି ସେଇଟା ଇମିଡ଼ିଏଟଲି ଟେକଅପ୍ କରାଯିବ ଯେମିତି ସିଚୁଏସନ୍ ଆଲାଉ କରୁଛି। ତା ସହିତ ଆସେସମେଣ୍ଟ ଅଫ୍ ଡ୍ୟାମେଜ୍ ମଧ୍ୟ କଣ୍ଟିନ୍ୟୁଅସଲି ଚାଲିବ।